ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଜିଲ୍ଲା ତଥା ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଆସିଛି। ତେବେ ବିଗତ ଦିନରେ ନିର୍ବାଚନ ମଣ୍ଡଳୀରେ ଅନେକ ରାଜନେତା ନିଜର ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ଭିତରୁ ସ୍ୱର୍ଗତ ରୁଦ୍ର ମାଧବ ରାୟ ଅନ୍ୟତମ ଥିଲେ। ସେ ଜଣେ ଦକ୍ଷ ନେତା ଥିଲେ। ଦଶପଲ୍ଲା ବ୍ଲକର ରାଜନୈତିକ ପେଣ୍ଠସ୍ଥଳୀ କୁହାଯାଉଥିବା ମଧ୍ୟଖଣ୍ଡ ଗାଁରେ ଏହି ମହାନ ପୁରୁଷଙ୍କର ଜନ୍ମ। ମଧ୍ୟଖଣ୍ଡ ସରପଞ୍ଚ, ଦଶପଲ୍ଲା ବିଧାୟକ ଓ ପରେ କନ୍ଧମାଳ ସାଂସଦ ଭାବେ ସେ ନିଜର ଯଶ କୀର୍ତ୍ତିମାନ ଏଠାରେ ଛାଡ଼ି ଯାଇଛନ୍ତି। ତେବେ କଥାରେ ଅଛି, ବଞ୍ଚିଥିବା ବେଳେ କେହି ବୁଝିପାରିବେନି, କିନ୍ତୁ ମୃତ୍ୟୁ ପରେ ସମସ୍ତେ ଝୁରି ହେବେ। ତାଙ୍କର ଦଶପଲ୍ଲା ପାଇଁ ଅବଦାନ ଅନେକ। ଏ ଅବଦାନ ଭିତରୁ ଦ୍ୱାରଗାଁ ଓ ଦିଣ୍ଡାଭୂଇଁ ମଧ୍ୟରେ ଥିବା କୁଆରିଆ ନଦୀ ଉପରେ ସେତୁ ନିର୍ମାଣ, ଯେଉଁ ସେତୁ ଆଜି ଦୁଇ ଗାଁ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିପାରିଛି। ସେହିଭଳି ଦଶପଲ୍ଲାର କୃଷ୍ଣପ୍ରିୟା ମହିଳା ମହାବିଦ୍ୟାଳୟ ମଧ୍ୟ ତାଙ୍କରି ଅବଦାନ। ପ୍ରତିବର୍ଷ ତାଙ୍କ ସ୍ମୃତିରେ କଲେଜ କର୍ତ୍ତୃପକ୍ଷ ତାଙ୍କର ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀ ପାଳନ କରିଥାନ୍ତି। କଲେଜ ପରିସରରେ ରବିବାର ଦିନ ସ୍ୱର୍ଗତ ରୁଦ୍ର ବାବୁଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ସ୍ୱର୍ଗତ ରୁଦ୍ର ମାଧବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ପରେ ସଭାର ଆୟୋଜନ ମଧ୍ୟ ହୋଇଥିଲା। ପ୍ରଥମେ ମହାବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ସଙ୍ଗୀତ ଗାନ କରାଯାଇଥିଲା। ସେହି ମଞ୍ଚରେ ମୁଖ୍ୟ ଅତିଥି ଦଶପଲ୍ଲା ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏଥିସହିତ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, କେପିଡି ମହାବିଦ୍ୟାଳୟର ସମ୍ପାଦକ ତଥା ସମାଜସେବୀ ଉପେନ୍ଦ୍ର କୁମାର ସାହୁ ତଥା ମଞ୍ଚାସୀନ ଅତିଥି ଭାବେ ବିଜୟ କୁମାର ରାୟ, ବିଦୀପ୍ତ କୁମାର ରାୟ, ଦୁର୍ଗାବତୀ ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ରାୟଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ସ୍ୱର୍ଗତ ରାୟ ଥିଲେ ଜଣେ ନିଷ୍କପଟ, ସରଳ, ନିରାଡମ୍ବର, ସଚ୍ଚା ରାଜନେତା ଓ ଦରଦୀ ବନ୍ଧୁ ଓ ଦଶପଲ୍ଲାର ସାମଗ୍ରିକ ବିକାଶ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ମୁଖ୍ୟ ଅତିଥି ନିଜର ବକ୍ତବ୍ୟରେ କହିଥିଲେ। ତେବେ କାର୍ଯ୍ୟକ୍ରମରେ ନମିତା କୁମାରୀ ପଣ୍ଡା, ପ୍ରେମ ମଞ୍ଜରୀ ପଟ୍ଟନାୟକ, ସବିତା କୁମାରୀ ତ୍ରିପାଠୀ, ପ୍ରମୋଦ କୁମାର ପଣ୍ଡା, କରୁଣା ସାଗର ମାଟି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ନୟାଗଡ଼ରୁ ଜିତୁନ କୁମାର ମହାପାତ୍ରଙ୍କ ସହ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।